तदेवाग्निस्तदादित्यस्तद्वायुस्तच्चन्द्रमाः तदेव शुक्र तद्ब्रह्म त आपः स प्रजापति। प्रजापति आत्मार अन्य नाम। से ही अग्नि, से ही प्राण, से ही चंद्रमा, से ही जल, से ही आदित्य, से ही शुक्र, ये अष्टब्रह्म। तेबे से एक रु अनेकर उत्पत्ति, से एक को सप्रेम जयजीव जनाई आमे आरंभ करिबा आजिर सत्संग। ही श्रद्धाळ श्रोतृवृंद, आमे शुभ भावना को वर्णना करी करी आसुछे। निरंजनोऽहं जगदीश्वरोऽहं सुशक्ति सामर्थ्य युतोऽहमेष निरामयोऽहम् अजरामरोऽहम् सुन्दरोऽहम् धनिकः कुबेर पतिः पतीनां परमेश्वरोऽहम् भूपस्य भूपो भुवनेश्वरोऽहम् अहं ईश्वराणां सर्वेश्वरः बन्धन विमुक्त मुक्तेश्वरोऽहम् अहं परं ब्रह्म युवा कुमार प्रसन्न आनन्दमयोऽहमात्मा विशुद्ध विज्ञान घनोति निर्मल पूर्णचिदानन्दमयोऽहम् स्योऽहं 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 शिवकेवलहम्। हे परमात्मन सद्गुरुदेवंकर ए शुभ भावनाटी आमर मुनि समाजर समस्त सदस्य को संपूर्ण भाव जना। तेबे ये जो सुभावना आ कुभावना विषय रे आज आमे आमर सत्संगटी करिबा। आमे देखिथिले जे सुभावना कले आम शरीरर केमिति सुफल देउछि, आ कुभावना करिले आम शरीर केमिति कुफल देउछि। जेमिति आमे नेइथिले जे जदि रागी जीवा आम आखि लाल हो जाए, आम शरीर थरे, हृदय थरे, तो आमे से जो सबू शरीर स्तर रे भावना केमिति प्रभाव पकाउछि आमे सद्गुरु आमको उदाहरण देई बुझाइथिले। सेमिति ई सुभावना को शरीर केमिति ग्रहण करे आमे ताहा भी बुझीथिले। जे आमे जदि निजे निरोग हवार संकल्प करिबा तेबे निश्चय निरोग होई जिबा। आमे जदि निज अजर अमर हवार संकल्प करिबा आमे निजे अजर अमर होई जिबा। तो सी जो सुसंकल्प आ कुसंकल्प आमे जदि अन्य को प्रयोग करिबा कौन फल मिले सद्गुरु एठी आमको बुझाइबे। तो मनोबल, इच्छा शक्ति, संकल्प शक्ति सबू आमर
ଲେଖିବା ପାଇଁ ସଦ୍ଗୁରୁ କହୁଛନ୍ତି ବହୁତ ରହିଯାଉଛି ଯେଭଳି ମୋ ମନରେ ଲାଗୁଛି। ଯେତେ ବ୍ୟାଖ୍ୟା କଲେ ସରିବ ନାହିଁ ଯେମିତି ଲାଗୁଛି। ଆହୁରି ବ୍ୟାଖ୍ୟା କରିବି କି? କେତେ ଗୁଡ଼ିଏ ବହି ଲେଖି ସାରିଲା ପରେ ବି ସେ ଭାବୁଛନ୍ତି ଯେ ଏହାକୁ ଯେତେ କହିଲେ କି ଯେତେ ବ୍ୟାଖ୍ୟା କଲେ ଏ ସରିବ ନାହିଁ। ତେଣୁ ସେ ଏଇ ଶୁଭାଶୀର୍ବାଦ ବା ଶୁଭେଚ୍ଛା ଶୁଭ ସଂକଳ୍ପକୁ ଦୁଇଟି ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ପ୍ରକଟ, ଗୋଟିଏ ଅପ୍ରକଟ। ଯେମିତି ଆମେ ପାଟି ମୋଜିକି ନିଜେ ନିଜେ ଶୁଭ ଭାବନା କରନ୍ତି। ଭାବନା ଅର୍ଥ ଭାବ ଭିତରେ ଥାଏ। ନା ପାଟି ହଲିବ, ନା ଓଠ ହଲିବ, ନା ଜିହ୍ୱା ହଲିବ। ସେୟାକୁ ଶୁଭ ଭାବନା କହନ୍ତି। ତ ଆମେ ଅନ୍ୟକୁ ଶୁଣେଇଲା ବେଳେ, ଆମେ ଯେତେବେଳେ ଯୋଗ ଶିକ୍ଷା ଦେଉଛେ, ଆମେ ଶୁଭ ଭାବନାକୁ ଉଚ୍ଚାରଣ କରୁଛେ। କିନ୍ତୁ ଆମେ ଯୋଗସ୍ଥ ହେଲାବେଳେ ଆମେ ଶୁଭ ଭାବନାକୁ ଭିତରେ ଭାବନ୍ତି। ତ ମୁଁ ଶକ୍ତିମାନ, ମୁଁ ନିରୋଗ, ମୁଁ ଧନବାନ, ମୁଁ ବଳବାନ। ଏ ଇଚ୍ଛାକୁ ଆମ ବିନା ଜିହ୍ୱା ହଲାଇବା ଓ ପାଟି ନ ହଲାଇ ଆମେ ଶୁଭ ଭାବନାକୁ କରନ୍ତି। ଏଇଟା ହେଉଛି ଅପ୍ରକଟ। ପ୍ରକଟ କେଉଁଟା? ଆମେ ଯେତେବେଳେ ଏହାକୁ ମୁହଁ ଖୋଲିକି କହୁଛେ, ତାକୁ ପ୍ରକଟ କରିବା କହୁଛେ। ସେମିତି ଆମେ ଶୁଭାଶୀର୍ବାଦ କରନ୍ତି ଅନ୍ୟକୁ। ଯେତେବେଳେ ଆମେ ଆଶୀର୍ବାଦ କରୁ, ସେତେବେଳେ ଆମର କିଛି ଶକ୍ତି ଆମେ ବ୍ୟୟ କରି ତାଙ୍କୁ ଆଶୀର୍ବାଦ କରୁ। ତୁମର ଶୁଭ ହଉ, ତୁମେ ନିରୋଗ ହୋଇଯାଅ, ତୁମେ ଧନବାନ ହୋଇଯାଅ। ଏଇ ଯେଉଁ ଶୁଭ ସଂକଳ୍ପ ଆମର ହୁଏ, ଆମର କିଛି ଶକ୍ତି ବ୍ୟୟ ହୁଏ, ଅନ୍ୟର ବି ଶୁଭ ହୁଏ। ଯୋଗ ଶକ୍ତି କିଛି ବ୍ୟୟ ହୁଏ, ଅଳ୍ପ କିଛି ବ୍ୟୟ ହୋଇ ଆମର ଅନ୍ୟମାନଙ୍କର ଶୁଭ ହେଇଯାଏ। ତେଣୁ ଯୋଗୀ ସବୁବେଳେ ଶୁଭ ସଂକଳ୍ପକୁ କରିବା ଉଚିତ। ଅଶୁଭ ସଂକଳ୍ପ ବା ଅନ୍ୟକୁ ଅଭିଶାପ ଦେବା, ଏ ଯୋଗୀର କାର୍ଯ୍ୟ ନୁହେଁ। କେମିତି? ନା ଯେମିତି ଆମେ ଅରୁଚିକର ଖାଦ୍ୟ ଖାଇବା ପାଇଁ ବହୁତ ପାଟି ଖୋଲିବା ପାଇଁ ଇଚ୍ଛା ହୁଏନି, ଅନ୍ୟମାନେ ବଳ ପ୍ରୟୋଗ କଲେ ବି ଆମେ ଭିତରକୁ ଗଳାଇବାକୁ ବି ମଧ୍ୟ ଆମକୁ କଷ୍ଟ ହୁଏ। ସେମିତି ଆମେ ଯାହାକୁ କହିବା ତୁ ରୋଗୀ ହୋଇଯା, ତୁ ଦୁଃଖୀ ହୋଇଯା, ତୋର ବିଭିନ୍ନ ପ୍ରକାର କଠିନ ସମସ୍ୟା ଆସି ପହଞ୍ଚୁ, ତ ସେମିତି ସେଗୁଡ଼ାକୁ ଗ୍ରହଣ କରିପାରେ ନାହିଁ। ଅନ୍ୟ ବ୍ୟକ୍ତି ସେଇ ଯେଉଁ କୁଭାବନା ବା ଅଭିଶାପ ଗୁଡ଼ାକୁ ଗ୍ରହଣ କରିପାରେ ନାହିଁ। ଅଖାଦ୍ୟ ଭଳି ସେ ତ୍ୟାଗ କରିଦିଏ। ତେଣୁ ସେଇଟା କ'ଣ ହୁଏ ନା ଯୋଗୀର ଯେଉଁ ଯୋଗ ବଳ ଯୋଗୀ ପାଖରୁ ଯାଏ, ସେ ବହୁତ ଯୋଗ ବଳ କ୍ଷୟ ହୋଇଯାଏ। ଆଉ ଯୋଗୀ ଦୁର୍ବଳ ହୋଇଯାଏ, ଯୋଗୀ ରୋଗୀ ହୋଇଯାଏ। ତା ପାଖକୁ ସେ ଅଭିଶାପ ଫେରି ଆସେ। ତ ଅନେକ ଯୋଗ ସାଧନା କଲେ ମଧ୍ୟ ଏ ଶାପ ପୂରଣ ହୁଏ ନାହିଁ, ଏ ଦୁର୍ବଳତା ପୂରଣ ହୁଏ ନାହିଁ। ତେଣୁ ଆମେ ପ୍ରଥମେ ଜାଣିବା ଯେ ଯୋଗୀ କାହାରିକୁ ଅଭିଶାପ ଦେବା ନିଷେଧ। ଦ୍ୱିତୀୟରେ ଜାଣିବା ଅଭିଶାପ ଦେଲେ ଆମେ ଅନ୍ୟକୁ ଅଖାଦ୍ୟ ଦେଉଛନ୍ତି, ତେଣୁ ସେ ଗ୍ରହଣ କରିନଥାନ୍ତି। ତେଣୁ ଏଇ ଅଭିଶାପ ଫଳରେ ଆମର ବହୁତ ତପୋବଳ ନଷ୍ଟ ହୁଏ ଓ ଯୋଗୀ ଦୁର୍ବଳ ହୋଇଯାଏ। ତେଣୁ ଯୋଗ ବଳ ଏବଂ ମନୋବଳ ଦୁଇଟି ଯାକ ଯୋଗୀର ନଷ୍ଟ ହୁଏ। ତେଣୁ ଯୋଗୀର ଅଭିଶାପ ଦେବା ମନା। ତୃତୀୟତଃ ଯୋଗୀର ଯେଉଁ ଅଭିଶାପ ଫଳୀଭୂତ ଯଦି ନ ହେଲା, ଯୋଗ ଉପରୁ ବିଶ୍ୱାସ ଉଠିଯିବ। ତେଣୁ ଯୋଗୀ ପାଇଁ ଅଭିଶାପ ସବୁଠାରୁ ତ୍ୟାଜ୍ୟ ବସ୍ତୁ। ତେବେ ଆମେ ଶୁଭ ସଂକଳ୍ପ ବା ଶୁଭେଚ୍ଛା ଶୁଭ ଇଚ୍ଛା ଶକ୍ତି ବା ଆତ୍ମବଳ ଆମର ବଳବତ୍ତର ହୋଇଥାଏ ଶୁଭ ଦ୍ୱାରା। ଆଶ୍ଚର୍ଯ୍ୟଜନକ ଭାବରେ ଫଳୀଭୂତ ହୁଏ। ଗୋଟିଏ ଆଙ୍ଗୁଠି ଆମର ବିନା ଇଚ୍ଛାରେ ହଲୁ ନାହିଁ। ତ ଆମେ ଦେଖୁଛେ ଯିଏ
ବିଦ୍ୱାନ ହେଉଛି ସେ ବହି ପଢ଼ି ବିଦ୍ୱାନ ହେଉଛି। କୌଣସି ନା କୌଣସି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ହେଲେ ଆମକୁ ବହୁତ ପୁସ୍ତକ ଗୁଡ଼ିଏ ପଢ଼ିବାକୁ ପଡ଼ିଥାଏ। ଫଳରେ ଆମେ ସେହି ବିଷୟ ଗୁଡ଼ିକରେ ବିଦ୍ୱାନ ହେଉ। ସେମିତି ଆମେ ଯଦି ବଳୁଆ ହେବାକୁ ଚାହିଁବା, କୁସ୍ତି କରିବାକୁ ପଡ଼ିବ, ବ୍ୟାୟାମ କରିବାକୁ ପଡ଼ିବ, ତ ଦୁର୍ବଳ ହେବା ନାହିଁ, ସବଳ ହୋଇଯିବା। ସେମିତି ମନୋବଳ ବଢ଼ାଇବା ପାଇଁ ହେଲେ ଆମେ ଯୋଗ ବଳ ବଢ଼ାଇବାକୁ ହେବ, ଯୋଗ ବଳ ବଞ୍ଚାଇବାକୁ ହେବ। ଯୋଗ ଶକ୍ତି ବା ସଂକଳ୍ପ ଶକ୍ତିର ପ୍ରୟୋଗ ଆମେ ବହୁତ ସୁଭାବନା ସହିତ କରିବା ଦରକାର। ତେଣୁ ଏ ଆଶୀର୍ବାଦ ବହୁତ ଫଳଦାୟୀ ଆଉ ଅଭିଶାପ ବହୁତ ବିଫଳଜନକ ଆଉ ବହୁତ ଦୁଃଖଦାୟୀ ମଧ୍ୟ। ତେଣୁ ଯୋଗୀକୁ ଅଭିଶାପ ଦେବା ଆଦୌ ଉଚିତ ନୁହେଁ। ତ ଯୋଗୀ କ'ଣ କରେ ନା, ଯିଏ ନମସ୍କାର କରେ ତାଙ୍କୁ ଶିବ ଶିବ ବା ରାମ ରାମ ବା ଜଗନ୍ନାଥ କହି ତାଙ୍କୁ ସେଇ ଆଶୀର୍ବାଦ ଦିଅନ୍ତି। ତ ଏବେ ଆମେ ଚତୁର୍ଥ କାରଣଟି ଜାଣିବା ଯେ ଭୋଜନକୁ ଭୋକିଲାକୁ ଅନ୍ନ, ଶୋଷିଲାକୁ ପାଣି ଦେଲେ ଯାହା ଲାଭ ମିଳେ, ସାଧନ କଲା ପରେ ସଦସ୍ୟମାନଙ୍କ ଆଶୀର୍ବାଦ ମିଳିଥାଏ ତାହା ଭୋକ ହେଲେ ଯେମିତି ଖାଦ୍ୟ ଗ୍ରହଣ କରେ, ଯୋଗୀ ସେମିତି ଯେତେବେଳେ ଆଶୀର୍ବାଦ ଗ୍ରହଣ କରେ ସେତେବେଳେ ସେ ତା ଲୋମ ଲୋମରେ ସମସ୍ତଙ୍କର ଯୋଗର ଆଶୀର୍ବାଦ ଗ୍ରହଣ କରିଥାଏ। ସଦ୍ଗୁରୁଙ୍କର, ଯୋଗୀ ଯୋଗାଚାର୍ଯ୍ୟଙ୍କର ସାଧନ ସମୟରେ ଆମେ ଆଶୀର୍ବାଦ ଗ୍ରହଣ କରିଥାନ୍ତି ଓ ଯାହାକୁ ଆଶୀର୍ବାଦ ଦେଇଥାନ୍ତି ସେ ବହୁତ ସୁନ୍ଦର ଭାବରେ ବି ସେଇ ଏକା ସମୟରେ ସାଧନ କରୁଥିବାରୁ ସିଏ ତାର ଫଳୀଭୂତ ହୁଏ। ଯେକୌଣସି ସମସ୍ୟା ଆସିଥାଏ, ସେ ମୁନି ସମାଜର ସଦସ୍ୟ ହୋଇଥିଲେ ସେ ସମୟରେ ଯୋଗ କରୁଥାନ୍ତି, ତାଙ୍କର ସମସ୍ୟା ଦୂରୀଭୂତ ହୋଇଯାଏ। ତ ଏହା ହିଁ ଯୋଗର ଆଶୀର୍ବାଦ ଆଉ ଅଭିଶାପର ଫଳ। ତେବେ ଆମେ ଆଜିର ସତ୍ସଙ୍ଗକୁ ଏଇଠି ରଖୁଛେ। ପୁଣି ଅନ୍ୟ ଥରକୁ ଆଲୋଚନା କରିବା। ସପ୍ରେମ। ଜୟ ଜୀବ, ଜୟ ଜୀବ।